ସ୍ମାଇଲି କ'ଣ କରୁଛୁ? मेकअप କରୁଛି। କ'ଣ ମେକଅପ୍ କରୁଛୁ? ସ୍କୁଲ ଛୁଟି ବୋଲି ମେକଅପ୍ ଚାଲିଛି। ହଁ ହଁ ମମି ସେଠି ବସିଛି। ସେ କ'ଣ ମେକଅପ୍ ହେଉଛି? ତୁମେ କ'ଣ କରୁଛ ଏଠି ବସିକି? ସେ ତାର ସ୍କୁଲ ଛୁଟି ଅଛି ଦେ ବସିକି ପାଠ ପଢ଼ା ସରିଲା ତାପରେ ବସି ମେକଅପ୍ ନେଉଛି। ଆଉ ଆଜି କ'ଣ? ମୁଁ ଏଠି ବସିଛି ଭାବୁଛି ଆଜି କ'ଣ ଗୋଟେ ମାଛ ମନ୍ଦିର ଗୋଟେ କ'ଣ ଗୋଟେ କେମିତି ନୂଆ ରେସିପିଟେ କରିବି ବୋଲି ଭାବୁଛି। କ'ଣ ଗୋଟେ କରିବି ଆଉ ଗୋଟେ ଭଲ ଲାଗିବ, ଟେଷ୍ଟ ଲାଗିବ, ସେଇଭଳିଆ କରିବ ନା ଆଉ। ଦେଖିବା ଗୋଟେ କେମିତି କ'ଣ କରିବା ଗୋଟେ ଆଉ। ସେ ଭିଡ଼ିଓଟା କ'ଣ ପଡ଼ିବ ଚ୍ୟାନେଲରେ? ଏଇଟା ମୋ ରେସିପି ହେଇସାରିଲା ପରେ ଚ୍ୟାନେଲରେ ପଡ଼ିବ। ତାହେଲେ ସବୁ ଗାଇସ୍ ମାନେ ଦେଖିଦେବେ ଆଉ। ସେତେବେଳେ ଅପେକ୍ଷା କରିବେ ମୋ ଦେଖିବାକୁ ଗଲେ ରେସିପିଟା ଟିକେ 2 ଦିନ ଅପେକ୍ଷା କରିବାକୁ ପଡ଼ିବ ଆଉ। କେଉଁଟା କରିବ କହୁଥିଲ? ଏଇ ମଞ୍ଜି ରେସିପିଟା କରିବି। ଏଇ ମଞ୍ଜି ରେସିପିଟା? ଆଚ୍ଛା ଆଚ୍ଛା, ଦେଖିବା କେମିତି ହେଉଛି ଆଉ। ଚାଲ କରିବା। ଆଜି ତାହେଲେ ଗୋଟେ ତ ରେସିପି ହେଇଗଲା, ମାଛ ମଞ୍ଜି। ଆଉ କ'ଣ ହେବ? ଆଉ ହେବ ମାଛ ତରକାରୀ। ଆଉ ଏଠି ଭାଜି ଦେଇଛି ଭେଣ୍ଡି ପୋଟଳ ଭଜା। ଆରେ ଜଲ୍ଦି ଖାଇବା ଆଣ, ଭୋକ କଲାଣି। ଆସ ଖାଇବା ଆସିଲା। କ'ଣ ଖାଇବା ହେଇଛି? ଭାତ? ଖାଲି ଭାତ ଖିଆ ହେବ? ଲୁଣ ଭାତ? ଆଜି ଗୋଟେ ଚ୍ୟାନେଲରେ ଗୋଟେ ଟିଭି ଟିଚର ପିଲାଙ୍କୁ କ'ଣ ଲୁଣ ଭାତ ଦେଇକି ସସ୍ପେଣ୍ଡ ହେଇଛନ୍ତି। ଏଇଟା କ'ଣ? ମାଛ ତରକାରୀ। ହଁ ହଁ, ଆଜି ବଢ଼ିଆ ଖାଇବା ହେବ ଆଉ। ସାଙ୍ଗମାନେ ବସିଗଲି ଖାଇବାକୁ, ଭୋକ ଲାଗିଲାଣି, ଟାଇମ୍ ହେଇଗଲାଣି କି 2ଟା। ଆଉ ଏଇ ସବୁ ଆଇଟମ୍ ମୁଁ କରିଥିଲି ଖାଇବା ପାଇଁ, ଯାଉଛି ଖାଉଛି। ଆପଣ ବି ଖାଆନ୍ତୁ, ଆଉ ମୁଁ ଖାଉଛି। ବାଏ ବାଏ, ରହିଲି।